वासुदेवाय नमो भगवते महापुरुषोत्तराय जय जय महापुरुषोत्तम जी की पद्म पठने बाधाम की अच्युतं केशवं कृष्ण दामोदरम् अच्युतं केशवं कृष्ण दामोदरं रामो नारायणं जानकी वल्लभं रामो नारायणं जानकी वल्लभं अच्युतं केशवं कृष्ण दामोदरम् अच्युतं केशवं कृष्ण दामोदरं रामो नारायणं जानकी वल्लभं जय महापुरुषोत्तम जी की पद्ममना पठने बाधाम की जय समस्त को मोर नमस्कार जाओ आज आम आलोचना करा महापुरुषंकर चकड़ा मराड़ कौन आलोचना करवा ना पृथ्वी फाड़ हेब हेले होइब पूर्वर सूर्य जे पश्चिम हेब रामचंद्र पर्वत शिखरे फुटिब कई रामचंद्र रे अच्युति वचन टलिब नहीं रामचंद्र रे सूत्र रे ठिकना धर ठार गार बुझ राम रे तू मन सूत्र रामचंद्र रे जानिबु कलिर बेळ रामचंद्र रे संहारण बेळ एही रामचंद्र रे संहारण बेळ एही सारसत ग्रंथ प्रकाश होई रामचंद्र रे सारच्युति कई रामचंद्र रे धरिथा अनाक्षर धवल मूरति लय तू कर रामचंद्र रे धीरे अच्युति पामर रामचंद्र रे महापुरुष कहले बाबू रे पृथ्वी दिफाड़ हो पूर्व सूर्य पश्चिम उदय हेब पर्वत शिखर कई फुटब हेले अच्युति वचन केबे टलिब नाही टलिब नाही टलिब नाही तू सूत्र रे ठिकना ध ठारगार बुझ मु आ खोलिकी कहूनी ना ठारगार सब कहूँ बुझ जानबू कली बेला केतले हम मु खोलिकी कह ठारगार कह अच्युति ठार हाड़िया गार संहारण बेल ये सारस्वत ग्रंथ मु प्रकाश करुच्ची सारस्वत कथा अच्युति कहूँ शरीर रे कर्म कर कर्म न करिन पारी हो पारू ना कर्म न कर पारी हो पारूनु आज अच्युति कहले धरी था कौन धरबू ना अणाक्षर मंत्र को धबल मूर्ति की कौन करू लय कर तेबे जाए पारी हबू धबल गिरी को नाम धोई मरुड़ी से होइब सीना रामचंद्र रे धरा हेबे भक्त सीना रामचंद्र रे धरि पारिले अमर धर्मराज ऋषि अछि सतर रामचंद्र रे धर्तंग गड़ मध्यर रामचंद्र रे महापुरुष कहले बाबू रे राम धौलीगिरी क्यों ना धोई मरुड़ी सीटी हम हाँ धरा हे भक्त से धरी पारे अमर धर्मराज ऋषि अच्छा धर्तंगड़ मध्य आउ कौन ना धार जे लवण धार धवलपुर रे राम लागिब गोला
ଆଉ ଧୁନି ଜାଗି ସେ ପାଭର ରାମଚନ୍ଦ୍ର ରେ ଚକଡ଼ା ମଡ଼ାଣ ଏହି ଚାରିକୁ ଧରିଲେ ପାଇବୁ ତୁହି ରାମଚନ୍ଦ୍ର ରେ ଦେଲି ମୁଁ ଗୁପ୍ତେ ଚେତାଇ ରାମଚନ୍ଦ୍ର ରେ ଧାର ବହିବ ଲବଣ ଧାର ବହିବ ଧବଳପୁରରୁ ସେ ଲାଗିବ ଗୋଳ ଧୁନି ଜାଗି ଆଜି ଅଛୁତି ପାମର ବସିଛି ଚକ୍ରା ମରାଣ ଇଏ ଚାରିକୁ ଧଇଲେ ପାରି ହେବୁ ଚାରି କ'ଣ ଥାରେ କହିଲେ ଚାରିକି ଧଇଲେ ତୁ ପାରି ହେବୁ ତତେ ଗୁପ୍ତରେ କହିଲି ଏଣୁ ଚାରି କ'ଣ କଳକି ଅବତାର ଲୀଳା ରାକୁ ନେଇନ ମୋରେ ମିଳା ରାମଚନ୍ଦ୍ର ରେ ପ୍ରକାଶିବ ଷୋଳ କଳା ରାମଚନ୍ଦ୍ର ରେ ହରେ ଆଠ ଚାରି ନାମ କୃଷ୍ଣ ଚାରି ଭୁଜ ତହିଁ ପରମ ରାମଚନ୍ଦ୍ର ରେ ଆଉ ମହାମନ୍ତ୍ରଙ୍କର ଧାମ ରାମଚନ୍ଦ୍ର ରେ ମହାପୁରୁଷ କହିଲେ ଯେ କଳ୍କି ଅବତାର ଲୀଳା ଇଏ ରାକୁ ନେଇ ନ ମରେ ମିଳା ରାକୁ ମ ମିଳିଲେ କ'ଣ ହବ ରାମ ଏଣୁ ରାମ ହେଲେ ପ୍ରକାଶିବ ଷୋଳ କଳା ଏଣୁ ହରେ ଆଠ ଚାରି ରାମ ହରେ ହେଉଛି ଆଠ ହରେ ହେଲା ଆଠ ହରେ ରହିବ ରାମ ହବ ଆଠରେ ରାମ ହବ ଚାରି କୃଷ୍ଣ ଚାରି ମହାମନ୍ତ୍ର ଏ ନାମ ତାହେଲେ ହରେ ରାମ କୃଷ୍ଣ ଶ୍ୟାମ ପ୍ରିୟଂ ଶ୍ରିୟଂ ଧିୟଂ କ୍ଲିୟଂ ପ୍ରିୟଂ ରାମ ଦାମ ନନ୍ଦ କନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ ଇଏ ହେଉଛି ମହାମନ୍ତ୍ର ପ୍ରକୃତ ବୀଜ ମନ୍ତ୍ର ତୁ ଏଇଆକୁ ଜପ ଆଉ ହରେ କୃଷ୍ଣ 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 ହରେ ହରେ ନୁହେଁ ମହାପୁରୁଷ କହିଲେ ହରେ ଆଠ ଚାରି ରାମ କୃଷ୍ଣ ଚାରି ବୁଝି ମରମ ଆକୁ ବୁଝୁ ହରେ ରାମ କୃଷ୍ଣ ଶ୍ୟାମ ହ୍ରିୟଂ ଶ୍ରିୟଂ ଧିୟଂ କ୍ଲିୟଂ ପ୍ରିୟଂ ଦାମ ନନ୍ଦ କନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ ଏଣୁ ଆକୁ ମିଳିଲେ ପାଇବୁ କର ତୁ ଅଣ ସାଧନା ରାମଚନ୍ଦ୍ର କର ତୁ ଅଣ ସାଧନା ତୁଟି ଯିବ ତୋର ଭବ ଯାତନା ରାମଚନ୍ଦ୍ର ରେ କଳା ପ୍ରକାଶିବ ସିନା ରାମଚନ୍ଦ୍ରରେ ବାର ବାରକୁ ଧରିବୁ ବାର ଜଗିଥିଲେ ବାରେ ଜାଣିବୁ ରାମଚନ୍ଦ୍ର ରେ ବାରରେ ଲୀଳା ଦେଖିବୁ ରାମଚନ୍ଦ୍ର ରେ ତେର ହେଲେ କଳି ଶେଷ ତୋର କତେରୁଆ ଅଚ୍ୟୁତି ଦାସ ରାମଚନ୍ଦ୍ର ରେ ତତ୍ତ୍ୱଜ୍ଞାନ ଉପଦେଶ ରାମଚନ୍ଦ୍ର ରେ ମହାପୁରୁଷ କହିଲେ ବାବୁରେ ବାରକୁ ଧରିବୁ ବାର କେତେ ବାର ବାରକୁ ଧରିବୁ ବାର ଜଗିଥିଲେ ବାରେ ଜାଣିବୁ ଆଉ କ'ଣ ହବ ନା ବାରରେ ଲୀଳା ଦେଖିବୁ ତେର ହେଲେ କଳି ଶେଷ ତୋର କତେରୁଆ ଆଜି ଅଚ୍ୟୁଦାସ ତତ୍ତ୍ୱଜ୍ଞାନ ୟାକୁ ଧରିପାରିଲେ ହେଲେ ଆକୁ କେତେବେଳେ ମୁଁ ସବୁ କହିବି ଏ ତ 9 ମିନିଟ୍ ହେଲାଣି କହି ତ ହେବନି ଏ କଥା ଆଉ କ'ଣ କହିବି ମହାପୁରୁଷ ମିନସ ନିଯୋଗ ଦେଶକୁ ପଡ଼ିବ ରାମରେ ଖୁବ୍ କମ୍ ଦିନେ ମିନସନି ହେବ ହାଲାହାଣି ମିନସନି ପଡ଼ିବ ମହାପୁରୁଷ କହିଲେ ଚକଡ଼ା ମେଳାରେ କହିଲେ ମିନସନି ଯୋଗ ଦେଶକୁ ପଡ଼ିବ 13 ଦିନ ପକ୍ଷ ହେବ ଗୁପତ ମାରୁଣି ସେଠାବରେ ହେବ ରାମଚନ୍ଦ୍ର ମନେ ଭାବ ମୋଲା ମୋଲା ଡାକ ହେବ 7 ଥର ମନ୍ତ୍ରଣାକ୍ଷର ଧର ମନ୍ତ୍ରଣାକ୍ଷର ଧର
ମହାପୁରୁଷ କହିଲେ ବାବୁରେ ରାମ ମିନଶନି ଯୋଗ ଦେଶକୁ ପଡ଼ିବ 13 ଦିନ ପକ୍ଷ ହେଇଯିବ 13 ଦିନ ପକ୍ଷ ମିନଶନି ପଡ଼ିବ ଗୁପ୍ତ ମାରୁଣି ସେଇଠାରେ ହେବ ରାମ ମନରେ ଭାବୁଥବୁ ମଲା ମଲା ଡାକ ପଡ଼ିବ ଅଚିହ୍ନା ରୋଗ ବ୍ୟାପିଯିବ 7 ଥର ତୁ ମନ୍ତ୍ରରାଜ କାକ୍ଷ ଧରିଦେବୁ ମନ୍ତ୍ରରାଜ କାକ୍ଷ ଯିଏ ଜାଣିଥିବ ମନ୍ତ୍ର ଅଳାକ୍ଷର ଯିଏ ଜାଣିଥିବ ତାର ସେ କ'ଣ କରିବ ସେ ଜିତିବ ଏ ରୋଗ ବୈରାଗରୁ ବା ମଳାମଣିରୁ ମଲା ସାଇଟରେ ଭେଣ୍ଡା କେତେ ମରି ପଡ଼ିବେ ଏ କଥା ତୁ ଜାଣି ମଲା ସାଇଟରେ ଚୋର ଧରା ହେବେ ତୁ ମନ୍ତ୍ରରାଜକୁ ହେତୁ କର ମଞ୍ଚେଶ୍ୱର ଭୁବନେଶ୍ୱର ମଞ୍ଚେଶ୍ୱର ଠାରେ ଶୂନ୍ୟରେ ବିଜୁଳି ମାରିବ 7 ଥର ଆଉ କ'ଣ ହେବ ନା ଭଗତ ରକ୍ତ ଉଦୀରଣ ଏ ସଂସାରରେ ହେବ ନିକଟ ହେଲାଣି ବେଳ ନିକଟ ହେଲାଣି ବେଳ ରେ ରାମ ନିକଟ ହେଲାଣି ବେଳ କହଇ ଅଚ୍ୟୁତି ବଟ ପୁଟ ଧ୍ୟାଇ ଶରଣ ଗୁରୁ ପୟର ଶରଣ ଗୁରୁ ପୟର ରେ ରାମ ଶରଣ ଗୁରୁ ପୟର ମହାପୁରୁଷ କହିଲେ ବାବୁରେ ରକ୍ତ ଉଦ୍ଦୀରଣ ହେବ ରକ୍ତ ନଦୀ ବହିଯିବ ଦେଖୁଛନ୍ତି ତ କେମିତି ହେଉଛି କେଉଁଠି ବାଂଲାଦେଶରେ ବେକୁ ଧରୁଛନ୍ତି ଆଖି ବନ୍ଦ କରି ହାଣି ପକାଉଛି ରକ୍ତ ସେମିତି ବୋହି ଯାଉଛି ଗୋଟିଏ ଜାଗାରେ 10 କୋଟି ଲୋକ ହୁଣା ହେଉଛି ଟାଣି ନେଇକି ଆମେ ଦେଖୁଛେ ସବୁ ୟୁଟ୍ୟୁବରେ ସେମିତିଆ ରକ୍ତ ଆଜି ଏ ସଂସାରରେ ହେଇଯିବ ବେଳ ଆସିଗଲାଣି ଏଣୁ ଆଉ କାହିଁକି କାହା ପରେ ରାଗ ରୁଷା କରୁଛୁ କାହା ପରେ ରାଗିବୁ କ'ଣ ମୋର ତୋର କହୁଛୁ କି ଧନ କାହାର ଯଦି ରକ୍ତ ନଦୀ ବହିବ କେହି କାହାକୁ ଚିହ୍ନିବେନି 12 ହାତ ଖଣ୍ଡା କିଏ କେଉଁଠି ଆଣିବ ଗୋଟେ ଖାସିକି ମାରିବାକୁ ଗଲେ କାହାକୁ ଡାକିଲେ ସେ କହୁଛି ମୁଣ୍ଡ ନେବି ଚମଡ଼ା ନେବି 300 ଟଙ୍କା ନେବି ହାଣିବାକୁ ପ୍ରଭୁଙ୍କର କିଛି କାମ ନାହିଁ ସିଏ ଆଜି ତୁମକୁ ହାଣିବେ 12 ହାତ ଖଣ୍ଡାରେ 12 ହାତ ଖଣ୍ଡା ଅର୍ଥ ଏଇ କିଏ ତୋ ହାତରେ ଖଣ୍ଡା ମୋ ହାତରେ ଖଣ୍ଡା ତା ହାତରେ ଖଣ୍ଡା ସମସ୍ତେ ହଣା ହାଣି ହେବେ ରାମରେ ରକ୍ତ ଉଦ୍ଦୀରଣ ହେବ ଏ ସଂସାର ନିକଟ ବେଳ ହେଲାଣି ଅଚ୍ୟୁତି ବଟପୁଟ ଧାଇ ଶରଣ ପଶୁଛି ସୁନ୍ଦର କଥା ଶୁଣିଲେ ପୁଣି ଆସନ୍ତାକାଲି ମହାପୁରୁଷ ସତର୍କ ଘଣ୍ଟି ଆଉ ଚେତାବନୀ କ'ଣ ରହିଛି ଆମେ ଆସନ୍ତାକାଲି ଆଲୋଚନା କରିବା ଏଇ ଚକ୍ରାମୃତ ସତର୍କ ଘଣ୍ଟି କ'ଣ ଚେତାବନୀ କ'ଣ ମହାପୁରୁଷ ଦେଇଛନ୍ତି କ'ଣ ଚେତାହଟ କରିଛନ୍ତି ଆମେ ଶ୍ରବଣ କରିବା ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ ପୁଣି ଆସନ୍ତାକାଲି ମା ବ୍ରହ୍ମାଣ୍ଡୁଗା ପୀଠ ବାସୁଦେବ ଠାରେ ଆପଣଙ୍କୁ ଆମେ ଏହି ମହାପୁରୁଷଙ୍କର ଚକ୍ରାମୃତ ଶ୍ରବଣ କରିବୁ ବିଦାୟ ଦିଅନ୍ତୁ ଭାଇ ମନେ ପକାଉ ବଟେ ବିଦାୟ ଦିଅନ୍ତୁ ଭାଇ କଳି ଯୁଗେ କାସାର କଳି ଯୁଗେ କାସାର ଏକା ହରି ନାମ ଗୋଟି ବିଦାୟ ଦିଅନ୍ତୁ ଭାଇ ମନେ ପକାଉ ବଟେ ବିଦାୟ ଦିଅନ୍ତୁ ଭାଇ हरि ओम सर्वे भवन्तु सुखिनः सर्वे सन्तु नाम सर्वे भद्राणि पश्यन्तु मां कश्चित् को भाव भवतं शांति 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 जय जय महापुरुषोत्तम जी की पद्ममुनि निवास धाम की जय हरि ओम तत्सत् हरि ओम तत्सत् हरि ओम तत्सत्